ମୁଁ ଅଛି ଗୋଟେ ପାହାଡ଼ରେ ଆସିଛି ଏବେ। ଆଉ ତମକୁ ଯଦି ଭିଉ ଭଲ ଲାଗିଲା ମୋତେ ପ୍ଲିଜ୍ କମେଣ୍ଟ और ସେୟାର ଲାଇକ୍ ଫଲୋ କରିଦେବ ହେଲା। ଦେଖଉଛି ହେଲା ଗାଇସ୍, ଭିଉ ଦେଖଉଛି, ଦେଖିପାରୁଥିବେ ସେ ଭିଉଟା କେମିତି ଅଛି। ତମକୁ ଯଦି ଭଲ ଲାଗିଲେ ପ୍ଲିଜ୍ ମୋତେ କମେଣ୍ଟ କରି ଜଣେଇବ। ଆଉ ର ଗାଇସ୍ ମୁଁ ଦେଖଉଛି, ଇଆଡ଼େ ଅଛି ଆମ ଗାଁ ଗାଇସ୍। ବହୁତ ଏବେ କହିବାକୁ ଗଲେ 2 କିଲୋମିଟର ଦୂରରେ ଅଛି ଗାଇସ୍। ମୁଁ ଏପଟେ ପଳେଇ ଆସିଛି ଡଙ୍ଗରକୁ। ଦେଖନ୍ତୁ ଗାଇସ୍, ଭିଉ ଦେଖିବାକୁ ବଢ଼ିଆ ଦେଖାଯାଉଛି ଗାଇସ୍। ଆପଣମାନଙ୍କୁ ଭଲ ଲାଗିଲେ ଯଦି ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର ଫଲୋ କରିଦେବେ ନିହାତି। ଆଉ ମୁଁ ଏ ଦୃଶ୍ୟ ମାନେ ଯେମିତିକି ମୁଁ ଭିଡ଼ିଓ ବନାଇବା ପାଇଁ ତ ଏମିତି ଆସିଛି। ଆଉ ଦେଖିପାରୁଥିବେ। ଆଉ ଟିକେ ସେପଟେ ଗଲେ ମସ୍ତ ପ୍ଲେଟ୍ ଅଛି। ମୁଇଁ ସେପଟେ ଆଉ ଯିବି ଯେ ନେକ୍ସଟ ଭିଡ଼ିଓରେ ଏକା, ଆଜି ନାହିଁ କାଲିକୁ ଏକା ସେ ଭିଡ଼ିଓ ମୁଁ ବନେଇ ପାରିବି। ଏଇଟା ପୁରା ଏମିତି ଆଇବୁ ଅର୍ଡ଼ର ହେଇକି ଆଇବାର ଅଛି। କମ୍ ସେ କମ୍ 2 କିଲୋମିଟର ହେଇଯିବା ଗାଇସ୍। ମୁଁ ଏତେ ଦୂରରେ ଆସିକି ମୁଁ ଭିଡ଼ିଓ ବନାଉଛି। ଆଉ ମୋତେ ଭଲ ଲାଗିଲା ସେ ଭିଉ ଭଲ ଲାଗିଲା ବୋଲିକରି ମୁଁ ଭିଡ଼ିଓ ବନାଇବାକୁ ଟ୍ରାଏ କଲି ଗାଇସ୍। ଦେଖନ୍ତୁ ଏପଟେ ମସ୍ତ ହେଇକି ସେ କୁହୁଡ଼ି ଅଛି ଗାଇସ୍। କୁହୁଡ଼ି ପଡ଼େଇଲେ ବଢ଼ିଆ ସେ ବଡ଼ ବଡ଼ ପଥର ଦେଖାଯିବ ଗାଇସ୍। ପର୍ବତରେ ବଡ଼ ବଡ଼ ପଥର ଦେଖିବାକୁ ମିଳୁଛି। ଦେଖନ୍ତୁ ଗାଇସ୍, ଆପଣ ଗୋଟେ ଦେଖିଥିବେ କି ନାହିଁ କହିପାରିବି ନାହିଁ, କିନ୍ତୁ ଆମର ଆଡ଼େ ଅଛି ଗାଇସ୍। ଆପଣ ଦେଖିପାରୁଥିବେ। ଆଉ ସେ ପଣସ ଗଛ 2ଟା ଦେଖାଯାଉଛି। ସେ ଆଗକୁ ଗଲେ ମସ୍ତ ଫିଲ୍ଡ ଅଛି, ଯେମିତିକି ଦେଓମାଳିରେ ଅଛି ସେମିତି ଦେଖାଯିବ ଦୃଶ୍ୟ। ଭଲ ଲାଗିବ ଗାଇସ୍। ଦେଖନ୍ତୁ ସକାଳେ ମାନେ ଏତେ ନାହିଁ ଯେ 7ଟା ଭିତରେ ଏମିତି ଭିଉ ଦେଖାଯାଉଛି ବୋଲେ ଗ୍ରେଟ୍ ଗାଇସ୍। ପଲ୍ଲୀ ଅଞ୍ଚଳରେ ରହୁଛି ଗାଇସ୍। ବାଏ ବାଏ।